ଆକ୍ସନ ମୋଡରେ ସରକାର ଛଡ଼ା ଜୀବନେ ବାଲି ମାଫିଆଙ୍କୁ କୌଣସି ପ୍ରକାର କାଗଜପତ୍ର ନ ଥାଇ ହେଉଥିଲା ବାଲି ଚୋରା ଚାଲାଣ। ଘଟଣାସ୍ଥଳରେ ପହଞ୍ଚିଲେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ବିଡିଓ ଆଶିଷ ତ୍ରିପାଠୀ ଓ ତହସିଲଦାର ଟୁଲୁ ମୁଦୁଲି। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ସ୍ଥିତ ଭାସ୍କେଲ ନଦୀରେ ହେଉଥିଲା ବାଲି ମାଫିଆଙ୍କ ରାଜ। ପଡୋଶୀ ରାଜ୍ୟ ଛତିଶଗଡକୁ ହେଉଥିଲା ବାଲି ଚୋରା ଚାଲାଣ। ସ୍ଥାନୀୟ ଲୋକେ ଅଭିଯୋଗ କଲେ ବିଧାୟକଙ୍କୁ। ଆକ୍ସନ ମୋଡରେ ବିଧାୟକ, ବିଡିଓ ଓ ତହସିଲଦାରଙ୍କୁ ଧରି ଚାଲିଲେ ଘଟଣାସ୍ଥଳରେ। ତା ସହିତ ଆଣ୍ଠୁଏ ପାଣି ନଦୀରେ ଥିବାରୁ ନଦୀ ଭିତରେ ପଶି ବାଲି ଚାଲାଣ ହେଉଥିବା ସ୍ଥାନରେ ପହଞ୍ଚି ବାଲି ନେଉଥିବା ଜେସିବି ଓ ଟିପରକୁ ଜବତ କରିବାରେ ସକ୍ଷମ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଆଦେଶ ପ୍ରକାର ଏଭଳି ଦୁର୍ନୀତି କାର୍ଯ୍ୟ ପାଇଁ ତାଗିଦ ରହିଥିବା ବେଳେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ଆକ୍ସନ ମୋଡରେ ପ୍ରଶାସନ ଅଧିକାରୀଙ୍କ ସହ 2 କିଲୋମିଟର ଚାଲି ପାଣି ଭିତରେ ପଶି ବାଲି ଚାଲାଣ ରୋକିବାରେ ସହାୟକ ହୋଇଛନ୍ତି। ଘଟଣାସ୍ଥଳରେ ମାଇନିଂ ଅଧିକାରୀ ନରେନ୍ଦ୍ର କୁମାର ବିଶ୍ୱାସ ପହଞ୍ଚି ଜେସିବି ଓ ଟିପର ଜବତ କରିବା ସହ ଲକ୍ଷାଧିକ ଟଙ୍କାର ଜରିମାନା ହେବ ବୋଲି କହିଛନ୍ତି। ବିଧାୟକଙ୍କ ଏଭଳି କାର୍ଯ୍ୟ ଓ ତା ସହ ସରକାରଙ୍କ ଖଣିଜ ସମ୍ପଦକୁ ସୁରକ୍ଷା ଦେଉଥିବାରୁ ସାଧାରଣରେ ପ୍ରଶଂସାର ପାତ୍ର ପାଲଟିଛନ୍ତି। ବାଲି ମାଫିଆ ତାଙ୍କ ଚୋରା ଭୂଇଁ ଭାବୁଛନ୍ତି ନବରଙ୍ଗପୁରକୁ। ଏଠି ଅନେକ ଦିନ ହେଲା ଯେ ଆପଣଙ୍କର ଛତିଶଗଡ଼, ରାୟପୁର, ଏପଟେ ଆନ୍ଧ୍ରା ବାଲି ନେଇକି ପୁରା ଖାଲି କରିଦେଲେ ନବରଙ୍ଗପୁର ନଦୀ ଯାକରେ। ଏଠିର ବାଲି ବହୁତ ଭଲ। ଆମର ସରକାର ବର୍ତ୍ତମାନ ଆକ୍ସନ ମୋଡରେ ଅଛନ୍ତି। ମାନନୀୟ ଯଶସ୍ୱୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କାହାକୁ ମଧ୍ୟ ଛଡ଼ାଯିବ ନାହିଁ। ତ ଏଇଠି ଆମର ଯୋଉ ଖଣିଜ ସମ୍ପଦ ଅଛି ବାଲି ତାକୁ ବେଆଇନ ଭାବରେ ନେଉଛନ୍ତି। ଦୀର୍ଘ ଦିନ ହେଲା ସେଠି ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ। ବରଗାଁରେ ଆଜି ସ୍ଥାନୀୟ ତହସିଲଦାର, ବିଡିଓ, ମାଇନିଂ ଅଫିସର, ପୋଲିସ ଷ୍ଟାଫକୁ ନେଇକି ଆମେ ଯାଇଥିଲୁ। ସେଇଠି ଗଲା ବେଳକୁ ଯୋଉ ଜାଗାରେ ନଦୀର ପାଣି ଆଗରୁ ଯାଉଥିଲା, ପ୍ରବାହିତ ହଉଥିଲା, ତାର ତଳେ ଏମିତି ବାଲି ଖୋଳି ଦେଇଛନ୍ତି, ଖାଲ କରିଦେଇଛନ୍ତି ଯେ ସେଇଠି ଆପଣଙ୍କର 100 ମିଟର ଅନ୍ୟ ପଟେ ଏବେ ପାଣି ପ୍ରବାହିତ ହେଲାଣି। ତ ଦିନକୁ ଦିନ ଆଉ ବାଲି ନବରଙ୍ଗପୁରରେ ନାହିଁ। ଆଉ ସରକାରର ରାଜସ୍ୱ ହାନି ଘଟୁଛି, ରାସ୍ତାଘାଟ ଖରାପ ହଉଛି, ଏମାନେ ସରକାରକୁ ଠକୁଛନ୍ତି। ସେଥିପାଇଁ ଆଜି ସମସ୍ତଙ୍କୁ ଧରିକି ଆମେ ଯାଇଥିଲୁ ଏବଂ ସେଠି ସିଜ୍ କରିଥିଲୁ। ଗୋଟିଏ ଜେସିବି, ଗୋଟେ ବଡ଼ ଟିପର ଗୋଟେ ସିଜ୍ କରିଛୁ। ଟ୍ରାନ୍ସପୋର୍ଟ ରୋକିବା ପାଇଁ ଆମେ ମାଇନିଂ ଡିପାର୍ଟମେଣ୍ଟକୁ ଖବର ଦେଇ ତାଙ୍କ ଗାଡ଼ି ସିଜ୍ କରାହେବ ଏବଂ ଦ୍ରୋହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଇଟା କେତେ ଦିନରୁ ଚାଲିଛି ସାର୍? ଏଇଟା ତ ଆମେ ଖବର ପାଇକରି ଅଚାନକ ଆସିଲୁ, ଆଗରେ ଚାଲୁଥିବ। ନବରଙ୍ଗପୁରରୁ ଅନିଲ ପ୍ରଭାତ ଭଦ୍ରାଙ୍କ ରିପୋର୍ଟ, ଖବର ଓଡ଼ିଶା।